ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ। ହଁ ଦର୍ଶକ ବନ୍ଧୁ, ଗୋଟିଏ ମଣିଷ ମରିବା ପୂର୍ବରୁ ତାକୁ ଏମିତି କିଛି ସଂକେତ ମିଳିଥାଏ, ଯେଉଁ ସଂକେତ ଜରିଆରେ ସେ ମଣିଷ ଜାଣିଯିବା କଥା ଯେ ତାର ଆଉ ଏ ସଂସାରରେ ଅଧିକ ଦିନ ନୁହେଁ। ତ ଦର୍ଶକ ବନ୍ଧୁ, କେଉଁ ସଂକେତ ମିଳିଥାଏ ମଣିଷକୁ ତାର ମୃତ୍ୟୁ ପୂର୍ବରୁ, ଏବଂ ସେ ବାର୍ଦ୍ଧକ୍ୟ ମୃତ୍ୟୁ ହେଉ କିମ୍ବା ଅକାଳ ମୃତ୍ୟୁ ହେଉ, କେଉଁ କେଉଁ ସଂକେତ ମିଳିଥାଏ? ଦର୍ଶକ ବନ୍ଧୁ, ଆମେ ଆପଣମାନଙ୍କୁ କିଛି ମନଗଢ଼ା କଥା କହୁନାହୁଁ, ଯାହା ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ସେହି କଥା ଆପଣଙ୍କ ପାଖରେ ଉପସ୍ଥାପନ କରିବୁ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ। ଦର୍ଶକ ବନ୍ଧୁ, ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଯେ ଗୋଟିଏ ମଣିଷ ସେ ତାର ପ୍ରାଣତ୍ୟାଗ କରିବା ପୂର୍ବରୁ ତାକୁ 4ଟି ସଂକେତ ମିଳିଥାଏ। ସେ ସଂକେତ ଗୁଡ଼ିକ କ'ଣ? ଦର୍ଶକ ବନ୍ଧୁ, ଏ ମର୍ତ୍ତ୍ୟମଣ୍ଡଳରେ ସେ ଯିଏ ହେଉନା କାହିଁକି ବି ଜନ୍ମ ହେଲେ ଦିନେ ତାକୁ ମରିବାକୁ ହିଁ ପଡ଼ିଥାଏ। ସେଥିପାଇଁ ତ କୁହାହେଇଛି ଯେ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ। ଏ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହେଲେ ସେ ଦେବତା ହେଉ କିମ୍ବା ଦାନବ କିମ୍ବା ମାନବ ହେଉ, ନିଶ୍ଚିତ ମରିବାଟା ସୁନିଶ୍ଚିତ। ତ ସେଥିପାଇଁ ଜନ୍ମଦିନେ ଯେମିତି ଅଛି ସତ୍ୟ, ମୃତ୍ୟୁ ମଧ୍ୟ ସତ୍ୟ। ଏ କଳିଯୁଗରେ ଗୋଟିଏ ଜିନିଷ ସବୁବେଳେ ସତ୍ୟରେ ଅଛି, ଜନ୍ମ ଏବଂ ମୃତ୍ୟୁ। ତ ଦର୍ଶକ ବନ୍ଧୁ, ଏ ମିଛ ମାୟା ଦୁନିଆରେ ଏହି ଦୁଇଟି ହେଲା ସତ୍ୟ। ଏ ମିଛ ଦୁନିଆରେ ଗୋଟିଏ ସତ ଯେ କି ଜନ୍ମ ଏବଂ ମୃତ୍ୟୁ, ଆଉ ସବୁ ମିଥ୍ୟା ହୋଇପାରେ, କିନ୍ତୁ ଏହି ଜନ୍ମ ମୃତ୍ୟୁ ସତ୍ୟ। ଦିନେ ଆମେ ଜନ୍ମ ହେଇଛନ୍ତି, ଦିନେ ହିଁ ମାଟିରେ ମିଶିଯିବା, এই କଥା ସମ୍ପୂର୍ଣ୍ଣ ସତ୍ୟ ଅଟେ। ତ ଦର୍ଶକ ବନ୍ଧୁ, କିନ୍ତୁ ଆମ ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଯେ ଯେଉଁ ମଣିଷ ବା ଯେଉଁ କୌଣସି ଦେବତା ମୃତ୍ୟୁ ପୂର୍ବରୁ ତାକୁ ସଂକେତ 4ଟି ମିଳିଥାଏ, ଯେ କି ଭଗବାନ ସଂକେତ ଦେଇଥାନ୍ତି ଯେ ତୁମର ଆଉ ଅଧିକ ଦିନ ଏ ସଂସାରରେ ରହିବାର ସମୟ ସରି ସରି ଆସିଲାଣି। ତୁମେ ତେଣୁ ସବୁକିଛି ତ୍ୟାଗ କରି ହରିନାମ ଜପ କର, ଯାହାଫଳରେ କି ତୁମେ ସ୍ୱର୍ଗ ପ୍ରାପ୍ତି କରିପାରିବ। କିନ୍ତୁ ଆମର ଏ ମୂର୍ଖ ମଣିଷ, ମୂର୍ଖ ସମାଜ, ସେ ସବୁ ନ ବୁଝି ସେ ମିଛ ମାୟା ପଛରେ ଦୌଡ଼ିଥାଏ। ତାହାର ଲୋଭ ଆସକ୍ତି ଭାବ ଅଧିକ ବଢ଼ିଥାଏ, ଯାହାଫଳରେ କି ସେ ଶେଷରେ ନର୍କ ଯନ୍ତ୍ରଣା ଭୋଗିଥାଏ ମଧ୍ୟ। ତ ଦର୍ଶକ ବନ୍ଧୁ, କେଉଁ 4ଟି ସଂକେତ ମରିବା ପୂର୍ବରୁ ଯମରାଜା ପ୍ରଦାନ କରିଥାନ୍ତି? ତ ଭଗବାନ ମଧ୍ୟ କହିଛନ୍ତି ଯେ ଗରୁଡ଼ ପୁରାଣରେ କେଉଁ 4ଟି ଜିନିଷ ଗୋଟିଏ ମଣିଷ ମରିବା ପୂର୍ବରୁ ତାକୁ ଜଣାଯାଇଥାଏ। କାରଣ ଭଗବାନ କୁହନ୍ତି ଯେ ବିନା କାହାକୁ ପଛରୁ ଆକ୍ରମଣ କରିବାଟା ଠିକ୍ ନୁହେଁ। ତେଣୁ ଭଗବାନ ସଦାସର୍ବଦା ଯେ ଜଣେଇ ମାରିଥାନ୍ତି। ତ ଭଗବାନ କହିଛନ୍ତି ଏଠି ଯେ ଗୋଟିଏ ମଣିଷ ଯେତେବେଳେ ତାହାର ଦାନ୍ତ ପଡ଼ିଯାଏ, ସେତେବେଳେ ତାକୁ ସଂକେତ ଦିଆଯାଏ ଯେ ତାହାର ଦାନ୍ତ ପଡ଼ିଗଲାଣି ଏବଂ ମୁଣ୍ଡର ଚୁଟି ପାଚିଗଲାଣି ଏବଂ ନିଜର ଚମଡ଼ା, ଯେଉଁ ଶରୀରର ଯେଉଁ ସୌନ୍ଦର୍ଯ୍ୟ ଆମେ ଆହରଣ କରିଛନ୍ତି, ଆମକୁ ଶରୀର ଯେଉଁ ରକ୍ତ ମାଂସ ପିଣ୍ଡୁଳାକୁ ଯିଏ ଘୋଡ଼େଇକି ରଖିଛି, ସେ ଚମଡ଼ା ଯେତେବେଳେ ଧୁଡ଼ୁ ଧୁଡ଼ୁ ହେଇଗଲାଣି, ସେତେବେଳେ ଭଗବାନ ସଂକେତ ଦେଇଥାନ୍ତି ଯେ ତୁ ଆଉ ଏ ମିଛ ମାୟା ସଂସାରରେ ନ ପଡ଼ି ଭଗବାନ ହରିନାମର ଶରଣାପନ୍ନ ହୋ, ହରିନାମ ପ୍ରତ୍ୟେକ ଦିନ ଜପ କର, ଯାହାଫଳରେ କି ତୁ ଏ ସଂସାରର ମୁକ୍ତି ଲଭିବୁ ଏବଂ ବୈକୁଣ୍ଠ ପ୍ରାପ୍ତି ହେବୁ। କିନ୍ତୁ ଏ ସମଗ୍ର ଭାରତବର୍ଷରେ ଏମିତି 100ରୁ 10 ଜଣ ଲୋକ ଥିବେ ଯେ କି ଏହି ଭଗବାନଙ୍କ କଥାକୁ ମାନନ୍ତି, ଆଉ ଅନ୍ୟଥା ସେ ମିଛ ମାୟା ଯେମିତିକି ମାୟା ମୃଗ ପଛରେ ଗୋଡ଼େଇଲା ଭଳି ସେ ମାୟା ସଂସାରରେ ଧନ ଏବଂ ଐଶ୍ୱର୍ଯ୍ୟ ପଛରେ ଗୋଡ଼େଇଥାନ୍ତି, କିନ୍ତୁ ଶେଷରେ ସେ ପୋକମାଛି ଭଳି ମଧ୍ୟ ମରିଥାନ୍ତି।
ତ ସେ ଗରୁଡ଼ ପୁରାଣରେ ଭଗବାନ କହିଛନ୍ତି ଯେ ଗୋଟିଏ ମଣିଷ ତାହାର ଯେତେବେଳେ ସମୟ ହୋଇଯାଏ ତାହାର ଦାନ୍ତ ପଡ଼ିଯାଏ ଏବଂ ତା ପାଟି ପାକୁଆ ହୋଇଯାଇଥାଏ ଏବଂ ତା ମୁଣ୍ଡର ଯେଉଁ ଚୂଳ ସେ ଚୂଳ ମଧ୍ୟ ଧଳା ବର୍ଣ୍ଣ ହୋଇଯାଇଥାଏ। ସେତେବେଳେ ମଣିଷ ଅବଗତ ତାକୁ କରାଯାଏ ଯେ ତୁମର ସମୟ ଧୀରେ ଧୀରେ ସରି ସରି ଆସିଲାଣି, ତେଣୁ ତୁମେ ଆଉ ମାୟା ମୋହରେ ନ ପଡ଼ି ଭଗବାନଙ୍କ ଶରଣାପନ୍ନ ହୁଅ। ମଣିଷର ଚର୍ମ ମଧ୍ୟ ଧୋଡ଼ ଧୋଡ଼ ହୋଇଯାଏ, ତା ଆଖିକୁ ମଧ୍ୟ ଦେଖାଯାଏ ନାହିଁ। ସେଇଠି ଭଗବାନ ସଂକେତ ଦିଅନ୍ତି ଯେ ବର୍ତ୍ତମାନ ଆଉ ତୁ ଏ ସଂସାରକୁ ଦେଖିବାର ତତେ ଯେଉଁ ଶକ୍ତି ପ୍ରଦାନ କରା ହୋଇଥିଲା ସେ ଶକ୍ତି ବର୍ତ୍ତମାନ ଆମ ପାଖକୁ ଧୀରେ ଧୀରେ ଚାଲି ଆସୁଛି। ତୁ ତେଣୁ ଆଉ ସେ ମିଛ ମାୟା ସଂସାରକୁ ଦେଖିବା ପାଇଁ ଇଚ୍ଛା କରନା, ତୁ ଭଗବାନଙ୍କୁ ଦେଖିବା ପାଇଁ ଇଚ୍ଛା କର। କିନ୍ତୁ ଏ ମଣିଷ ମଧ୍ୟ ସେତେବେଳେ ବି ଜାଣିନଥାଏ, ତ ଶେଷରେ ରୋଗ ଶଯ୍ୟାରେ ପଡ଼ି ପଡ଼ି ଶୁକି ଶୁକି ସେ ତାର ପ୍ରାଣ ତ୍ୟାଗ କରିଥାଏ। ଦର୍ଶକ ବନ୍ଧୁ, ଭଗବାନ ଯେତେବେଳେ କୌଣସି ମଣିଷକୁ ଏ ମର୍ତ୍ତ୍ୟକୁ ପଠାନ୍ତି ସେ କିଛି ନା କିଛି ଉଦ୍ଦେଶ୍ୟରେ ହିଁ ପଠାଇଥାନ୍ତି। କୁହାଯାଏ ଯେ ଏ ସମଗ୍ର ସଂସାରଟା ହେଲା ଗୋଟିଏ ହାଟ। ଭଗବାନ ଆମ ସମସ୍ତଙ୍କୁ ଗୋଟିଏ ଗୋଟିଏ ବ୍ୟାଗ ଦେଇ ପଠାଇଛନ୍ତି ଏଠିକି କିଣିବା ପାଇଁ। କ'ଣ କିଣିବା ପାଇଁ? ନା ଆମ ସପିଂ କରିବା ପାଇଁ ପଠାଇଛନ୍ତି। ପନିପରିବା ଭଲ ମନ୍ଦ କିଣିବା। କ'ଣ କିଣିବା? ନା ଭଲ କିଣିବା ଏବଂ ମନ୍ଦ କିଣିବା, ପାପ କିଣିବା ଏବଂ ପୁଣ୍ୟ କିଣିବା। ଯେତେବେଳେ ଆମର ବ୍ୟାଗଟି ଫୁଲ ହୋଇଯିବ ସେତେବେଳେ ଭଗବାନ ଆମକୁ ପୁନର୍ବାର ତାଙ୍କ ପାଖକୁ ନେଇଯିବେ। ତେଣୁ ଆମେ ଆସି ସେ ପାପ କର୍ମ ସବୁ କରୁଛନ୍ତି କିନ୍ତୁ ପୁଣ୍ୟ କିଛି କରୁନାହାନ୍ତି। ଏ ପାପୀ ମଣିଷ ବୁଝିପାରୁନି, ମାୟା ମୁହଁରେ ବାନ୍ଧି ହୋଇଯାଉଛି। ତ ଦର୍ଶକ ବନ୍ଧୁ, ଖାଲି ମଣିଷ ବୋଲି ନୁହେଁ, ଦେବତାମାନେ ମଧ୍ୟ ଏ ମାୟା ମୁହଁରେ ବାନ୍ଧି ହୋଇଯାଇଥାନ୍ତି। କିନ୍ତୁ ଯିଏ ପ୍ରକୃତରେ ମଣିଷ ଯେହେତୁ ଶ୍ରେଷ୍ଠ ଜୀବ, ଯାହା ପାଖରେ ସେତିକି ଶ୍ରେଷ୍ଠତା ଅଛି, ଯିଏ ବିଷୟରେ ଜ୍ଞାତ ଅଛି, ସେ କେବେ ବି ଅବାଟରେ ଯିବ ନାହିଁ, ଭୁଲ କାର୍ଯ୍ୟ କରିବ ନାହିଁ। ତ ଦର୍ଶକ ବନ୍ଧୁ, ସେ ଗରୁଡ଼ ପୁରାଣ ମଧ୍ୟରେ ଯାହା ଉଲ୍ଲେଖ ଅଛି ଯେ ଯଦି କୌଣସି ଲୋକ ବାର୍ଷିକ ମୃତ୍ୟୁ ବା ତାର ବୟସ ହେଇଗଲା ବେଳେ ଯେଉଁ ମୃତ୍ୟୁଟା ହୁଏ ଏହିଭଳି ସଂକେତ ମିଳିଥାଏ। ଏବଂ ଅକାଳ ମୃତ୍ୟୁର ସଂକେତ କ'ଣ ଥାଏ? ଅକାଳ ମୃତ୍ୟୁର ସଂକେତ ଥାଏ ଯଦି ଗୋଟିଏ ମଣିଷ ପରିସ୍ରା କଲାବେଳେ ତାହାର ପରିସ୍ରା ତିନି ଧାରରେ ତ୍ରିବେଣୀ ଧାରରେ ବାହାରିଥାଏ, ତାହେଲେ ସେ ଲୋକ ବେଶୀ ଦିନ ବଞ୍ଚି ନଥାଏ। ସେ ଦିନେ ବା 2 ଦିନ ମଧ୍ୟରେ ସେ ମୃତ୍ୟୁବରଣ କରିଥାଏ। ଏକଥା ମାଳିକାରେ ମଧ୍ୟ ଉଲ୍ଲେଖ ଅଛି ଯେ ଯଦି ଗୋଟିଏ ମଣିଷ ସାଧାରଣ ପରିସ୍ରା କଲାବେଳେ 2 ଧାରରେ ବା 1 ଧାରରେ ବହିଥାଏ, ଯେଉଁଦିନ ଦେଖିବେ 3 ଧାରରେ ପରିସ୍ରା କଲାବେଳେ ବହେ, ତ ସେହି ଦିନ ହିଁ ତା ପୂର୍ବ ଦିନ ହିଁ ତାର ମୃତ୍ୟୁ ହୋଇଯାଏ। ତେଣୁ ମଣିଷ ପ୍ରାୟତଃ ଏହି କଥାଟି 100ରୁ 90% ଲୋକ ଜାଣିନଥିବେ, କିନ୍ତୁ ଏହା ନିରାଟ ସତ୍ୟ କଥା ଅଟେ। କିନ୍ତୁ ଗୋଟିଏ ମଣିଷ ଯେତେବେଳେ ପରିସ୍ରା କରେ ତାହାର ଯେଉଁ ପରିସ୍ରାର ଧାରା 2 ଧାରରେ କିମ୍ବା 1 ଧାରରେ ବହିଥାଏ, ଯଦି 3 ଧାରରେ ବହିଲା ତାହେଲେ ଆପଣମାନେ ଜାଣିଦେବେ ଯେ ମୋର ଏଇ 2 ଦିନ ମଧ୍ୟରେ ମୃତ୍ୟୁ ହେବାର ସମ୍ଭାବନା ଅଛି। ତେଣିକି ତୁମର ବୟସ ଥାଉ କିମ୍ବା ହୋଇଯାଇଥାଉ। ତେଣୁ ଦର୍ଶକ ବନ୍ଧୁ, ଆପଣମାନେ ଆଉ କାଳ ବିଳମ୍ବ ନ କରି ଭଗବାନଙ୍କର ଶରଣାପନ୍ନ ହୁଅନ୍ତୁ। ଯଦି ଏହିଭଳି ଭାବରେ ସଂକେତ ମିଳେ ତାହେଲେ ଜାଣିଦିଅନ୍ତୁ ଯେ ଆପଣଙ୍କର ସମୟ ସରି ସରି ଆସିଲାଣି, ଭଗବାନ ଆପଣଙ୍କୁ ପୁନର୍ବାର ଡାକିଲେଣି। ତ ତେଣୁ ଆପଣ ଆଉ ମୋହମାୟାରେ ନ ପଡ଼ି ଭଗବାନଙ୍କର ଶରଣାପନ୍ନ ହୋଇ ହରିନାମ ସଂକୀର୍ତ୍ତନରେ ମନ ଦିଅନ୍ତୁ ଏବଂ ହରିନାମ ଜପ କରନ୍ତୁ, ଯାହାଫଳରେ କି ଆପଣଙ୍କର ଆତ୍ମା ତୀର୍ଥଗତି ଲଭିବ। ତ ଦର୍ଶକ ବନ୍ଧୁ, ଯଦି କୌଣସି ବ୍ୟକ୍ତିର ଏଇଭଳି ଭାବରେ 3 ଧାରରେ ପରିସ୍ରା ବାହାରୁଛି, ତ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ ହୋଇଯାଆନ୍ତୁ ଯେ ଆପଣଙ୍କର ଏ 3-4 ଦିନ ମଧ୍ୟରେ ହିଁ ମୃତ୍ୟୁ ହେଇଯିବ। ତେଣୁ ଆପଣମାନେ ଆପଣଙ୍କର ଯେଉଁ ଶେଷ ଇଚ୍ଛା ଅଛି ସେ ଶେଷ ଇଚ୍ଛା ପୂରଣ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ